ଦେଖନ୍ତୁ ଆଜି ମୋ ପାଇଁ ଗୋଟେ ଖୁସିର ମୁହୂର୍ତ୍ତ। ଆଜି ମୋତେ ଏ କେନ୍ଦୁଝର ଜିଲ୍ଲାର ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାବରେ ଯେଉଁ ପଦ ମିଳିଛି, ଆଜି ମୁଁ ତା'ର ଦାୟିତ୍ୱ ଗ୍ରହଣ କରିଛି ଏବଂ ଏଥିପାଇଁ ନିହାତି ଭାବରେ ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା, କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀଙ୍କ ନିକଟରେ ମୋର ପ୍ରାର୍ଥନା, ବାବା ବଳଦେବଜୀଙ୍କ ନିକଟରେ ମୋର ପ୍ରାର୍ଥନା କି ତାଙ୍କରି ଆଶୀର୍ବାଦରୁ ମୋତେ ଏତେ ବଡ଼ ଦାୟିତ୍ୱ ମିଳିଛି ଏବଂ ଧନ୍ୟବାଦ ଦେବି ଏବଂ କୃତଜ୍ଞତା ଜଣାଇବି ଓଡ଼ିଶା ପ୍ରଦେଶର ଆମର ଭାରତୀୟ ଜନତା ପାର୍ଟିର ଯିଏ ସଭାପତି ଅଛନ୍ତି ଶ୍ରୀଯୁକ୍ତ ମନମୋହନ ସାମଲଜୀ, ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ସମସ୍ତ ରାଜ୍ୟସ୍ତରୀୟ ଏବଂ କେନ୍ଦ୍ରସ୍ତରୀୟ ସମସ୍ତ ନେତୃବୃନ୍ଦଙ୍କୁ, ସମସ୍ତ ଶୁଭେଚ୍ଛୁଙ୍କୁ ଯାହାଙ୍କର ସ୍ନେହ ମମତା ଏବଂ ଆଶୀର୍ବାଦରୁ ମୋତେ ଆଜି କେନ୍ଦୁଝର ଜିଲ୍ଲାର ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଏ ପଦ ମିଳିଛି। ନିହାତି ଭାବରେ ଏ କେନ୍ଦୁଝର ଜିଲ୍ଲା ହେଉଛି ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ଜିଲ୍ଲା। ତାଙ୍କରି ସେଇ ଗୋଟିଏ ସ୍ୱପ୍ନ କେନ୍ଦୁଝର ହେବ ସୁନାର କେନ୍ଦୁଝର। ଆଉ ମୁଁ ନିହାତି ଭାବରେ ଗୋଟେ ଗୁଣ୍ଡୁଚି ମୂଷା ହେଇ ତାଙ୍କର ଏ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ମୁଁ ତାଙ୍କୁ ସହଯୋଗ କରିପାରିବି ବୋଲି ଆଶା ମୋର ରହିଛି ଏବଂ ଏ ଆମ କେନ୍ଦୁଝର ଜିଲ୍ଲାର ସାଂସଦ ପ୍ରିୟ ବଡ଼ ଭାଇ ଅନନ୍ତ ନାୟକ ମଧ୍ୟ ଅଛନ୍ତି, ପାଟଣାର ବିଧାୟକ ବଡ଼ ଭାଇ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ ମହୋଦୟ ଅଛନ୍ତି ଏବଂ ଜିଲ୍ଲାର ସମସ୍ତ ବିଧାୟକ ତଥା ସମସ୍ତ ଜିଲ୍ଲା ପରିଷଦ କର୍ପୋରେଟର ସମସ୍ତ ବୁଦ୍ଧିଜୀବୀ ସମସ୍ତଙ୍କ ମତାମତକୁ ନେଇ ଆମେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିକାଶକୁ କେମିତି ତ୍ୱରାନ୍ୱିତ କରାଯାଇପାରିବ, ଆଗାମୀ ଦିନରେ ଏ କେନ୍ଦୁଝର ଜିଲ୍ଲାକୁ କେମିତି ରାଜ୍ୟର 1 ନମ୍ବର କରାଯାଇପାରିବ, ଏହି ଆଶା ନେଇ ସମସ୍ତଙ୍କର ମତାମତ ନେଇ ମୁଁ ଆଗକୁ ବଢ଼ିବି। ସର୍ବଶେଷରେ ସମସ୍ତଙ୍କୁ ଆଜି ମୋତେ ଯେଉଁ ଏ ପଦ ମିଳିଛି ସମସ୍ତଙ୍କ ଦୟା ଆଶୀର୍ବାଦ ସମସ୍ତଙ୍କୁ କୃତଜ୍ଞତା ଏବଂ ଶୁଭେଚ୍ଛା ଜଣାଇ ରହୁଛି। ଧନ୍ୟବାଦ।